ତାତେ କଣ ଦେଖାଯାଉଛି ଆ ଭିତରେ ମୁଁ କ୍ୟାମେରା ଅନ୍ କରିଛି ନା କଣ? ହାତ ପୁଣି ମାଡ଼ ହେଇଗଲା। କୋଉଟା ଏଇଟା? ରୋଷେଇ କରିବାକୁ ହଇରାଣ ହେଉଛୁ, ଗ୍ୟାସ୍ ବି ସରିଯାଇଛି ଆମର। ଦେଖନ୍ତୁ ସମସ୍ତେ, ଆଉ ସକାଳୁ ସକାଳୁ ଭାତ ତ ରନ୍ଧା ହେଇସାରିଲାଣି। ଆଉ ଏତେ ଭାତ ରନ୍ଧା ହେଇସାରିଲାଣି ଟି ସକାଳୁ ସକାଳୁ ରନ୍ଧା ହେଇସାରିଲାଣି। କରିପାରୁନି ବା, ହାତଟା ଯୋଉ ଫୁଟକା ହେଇଥିଲା ହଁ ମାନେ ଭାରି କାଟୁଛି। ଦେଖନ୍ତୁ ପୁରା ସିଝି ଯାଇଛି, ପୁରା କଳା ପଡ଼ିଯାଇଛି। ସିଝିଛି କାହିଁ ଏଠାଟା ନୁହଁ କି ଏପଟଟା ଏଇଠି। ହଁ ଏଠି ବି ହେଇଛି କଳା ହାତ। ଖାଲି ପେଷ୍ଟ ମରା ହେଲା ବୋଲି ରଖିବା, ନହେଲେ ଫୋଟକା ହେଇଥାନ୍ତା ପୁରା ଜୋରସୋରେ। ଭାତ ରନ୍ଧା ହଉଛି, ଆଉ ଭଜା ଭଜି ଏଇନା କଣ ହବ ବୋଧେ? ନାଇଁ ମଟର ତରକାରୀ। ମଟର ତରକାରୀ ହବ, ଆଚ୍ଛା। ଏଇନେ ମଟର ତରକାରୀ କରିବୁ? ମଟର। ଆଉ ତୁ କୁଆଡ଼େ ଥିଲୁ? ଦେଖନ୍ତୁ ମୁଁ ଏବେ ରୋଷେଇ ସାରିକି ପଳେଇ ଆସିଲି, ରୋଷେଇ ସରିଗଲା। ଭଗବାନ, ମୁଁ ଯେମିତି ଆପଣମାନଙ୍କୁ ଦେଖନ୍ତୁ କ୍ୟାମେରା ମୁଁ ଅନ୍ କରିଛି, ସାଙ୍ଗେ ସାଙ୍ଗେ ବଡ଼ ପୁଅ ଦେଖିଲା ଭିଡ଼ିଓ ଷ୍ଟାର୍ଟ କରିଦେଲି ବୋଲି ସେ ଯାଇକି ମୁହଁ ଘୋଡ଼ିକି ଶୋଇପଡ଼ିଲା ହେଲା। ଆୟୁଷ ବି ଆ ଭିତରେ ମାନେ ସିଏ ବି ପଶିଗଲା ଆ ଭିତରେ, କମଳ ଭିତରେ ବୁଡ଼ି ବୁଡ଼ି ପଶିଗଲା। କ'ଣ ହେଲା? କ'ଣ ହେଲା ଯେ? କ'ଣ ହେଲା? କ'ଣ ହେଲା? ଦେଖନ୍ତୁ ସେପଟ ମୁହଁ। କ'ଣ ହେଲା ତୋର? ଦେଖି ଆଉ ଟିକେ ଶୁଣୁ। କ'ଣ ହେଲା? କେମିତି? ହଁ ସତରେ ନା ମିଛରେ କହୁଛୁ ବା? ମୁଁ କହୁଛି ମିଛରେ ବୋଲି। ମାନେ ସାଙ୍ଗେ ସାଙ୍ଗେ ଦେଖନ୍ତୁ କେତେ ସମୟ ଭିତରେ, ମାନେ ସାଙ୍ଗେ ସାଙ୍ଗେ ତା ଭିତରେ ପଶିଗଲା। ବଡ଼ ଦେଖେଇଲାନି ମୁହଁ, ସିଏ ହେଲା ଲୁଚିଗଲା ବୋଲି ଇଏ ତରବର ହେଇ କ'ଣ କଲା, କମଳ ଭିତରେ ପଶିଗଲା। ମୋ ଗୋଡ଼ ଚକଟି ହେଇଥିବ। ହଁ ମୋ ଗୋଡ଼ ଚକଟି ହେଇଗଲା ବୋଧେ। କେତେ ଜୋର ହେଇଗଲା? ହଁ ସାଙ୍ଗେ ସାଙ୍ଗେ କେତେ ସମୟ ଭିତରେ ତୁ କାହିଁ ତରବର ହେଇକି ବସିନଥିଲୁ? ସିଏ ସିନା ମୁହଁ ଦେଖଉନି ମାନେ ଲୁଚିଗଲା ହେଲା, ସିଏ ଭିତରେ ପଶିଯାଇଛି। ମୁହଁ ଦେଖା, ମୁହଁ ଦେଖା, ମୁହଁ ଦେଖା। ସିଏ ଜାଣିଛି ଭଲସେ ମୁଁ ଏତେ ଜୋର ମାନେ ଭିଡ଼ିବିନି କମଳଟାକୁ, ହେଲେ ଆଇସ୍ ବି ମିଶିଗଲା। ତୋ ହାତ ପୁରା ଚକଟି ହେଇଗଲା, ପୁଣି କିନ୍ତୁ ତା ହାତ ଲାଗୁଛୁ। ହଁ ମାନେ ସାଙ୍ଗେ ସାଙ୍ଗେ ବସିଥିଲା, ମୁଁ ଆସିକି ସାଙ୍ଗେ ସାଙ୍ଗେ ବସିବାକୁ, ମାନେ ମୁଁ ଜାଣିନି, ମୋର ବି ଲକ୍ଷ୍ୟ ନାହିଁ ଯେ ସିଏ ହେଲା ଶିବୁନା ସେପଟେ ବସିଛି ବୋଲି। ସିଏ ସାଙ୍ଗେ ସାଙ୍ଗେ ମୁଁ ଯେମିତି କ୍ୟାମେରା ଅନ୍ କରିଛି, ସିଏ କ'ଣ କଲା ନା ମୁହଁଟାକୁ ମାନେ ଦେଖିଦେଲା, ଅନେଇ ଦେଲା କ୍ୟାମେରା ଅନ୍ ହେଇଛି। ଆପଣମାନେ ବି ଦେଖିଥିବେ, ସାଙ୍ଗେ ସାଙ୍ଗେ ମାନେ କମଳ ଘୋଡ଼ି ହେଇଗଲା। ଘୋଡ଼ି ହେଇଗଲା, ଆଉ କେହି ଦେଖିପାରିବେନି ତାକୁ ଆଉ। କ'ଣ କହିଲୁ? ନା ମାନେ ନା। ଆଇଲୁ ଆଇଲୁ ପୁଅ ଆଇଲୁ, ଆଇସୁ ଆଇଲୁ 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 ସାନା ଆଇଲୁ ଆଇଲୁ। ହାତଟା ତୋର କ'ଣ ହେଇଗଲା? ମୋ ପୁଅର ହାତଟା ଟିକେ ମୋଡ଼ି ହେଇଗଲା ମୋ ପୁଅର। ଆପଣମାନେ ଦେଖନ୍ତୁ, ମାନେ ଏମିତି ତରବର ହେଇକି ଆଉ ଦିନେ ଏମିତି ପଶିବୁନୁ ହେଲା। ଦୁଇ ଜଣ ଯାଇକି ମାନେ ତା ଭିତରେ କମଳ ଭିତରେ ଘୋଡ଼ି ହେଇଗଲା, ଭିତରେ ଗୋଡ଼ କେମିତି ଗୋଟେ ବାଜିଗଲା ଏଇ ତାର। ଆଉ କେମିତି ହେଇଗଲା? ଏମିତି ହେଇଗଲା, ଏମିତି ହାତ ଏମିତି ବୁଲିଗଲା। ଆଉ ସେମିତି ଦୁଷ୍ଟ ହବୁନୁ। ଗେଲୁଟାଲୁ ଗେଲୁଟା। ଆଉ ସେଟା ଏବେ ମୁହଁ ଦେଖେଇଲାନି। ମୁଁ ଏବେ ଯାଉଛି ଖାଇବା ପାଇଁ କ'ଣ ବଢ଼ାବଢ଼ି କରିବି। ମୁଁ ତ ରୋଷେଇ କରିଦେଇଛି, ରୁଟି ଆଉ ଭଜା ହେଇଯାଇଛି। ଆଉ ଯାଉଛି ଖାଇବି, ସମସ୍ତେ ବଢ଼ାବଢ଼ି କରିବି ଆଉ। ଶିବୁନା ଖାଇବୁ ଆସେ। ଶିବୁନା ମୁଁ ବନ୍ଦ କରିସାରିଲି କ୍ୟାମେରା, ଆଉ ବନ୍ଦ କରିସାରିଲି ବା, କ୍ୟାମେରା ବନ୍ଦ କରିଦେଇଛି। ଆସୁନୁ, କ୍ୟାମେରା ବନ୍ଦ କରିଦେଇଛି ବା, ମୁଁ କ୍ୟାମେରା ବନ୍ଦ କରିଦେଇଛି। ଆଲା ଆଲୋ ମୋ ଦାନାଟା, ତାତେ କ'ଣ ଦେଖାଯାଉଛି ଆ ଭିତରେ ମୁଁ କ୍ୟାମେରା ଅନ୍ କରିଛି ବୋଲି ନା କ'ଣ? ହଁ ମାନେ ଏତେ ଚାଲାକି, ମାନେ କମଳ ଭିତରେ ଅନେଇଛି, ମାନେ ନା ତୁ କ୍ୟାମେରା ଅନ୍ କରିଛୁ। ମୁଁ ଜମା ଯିବିନି ଏବେ ଖାଇବା ପାଇଁକା ହେଲା। ଆପଣମାନେ ଦେଖନ୍ତୁ, ମାନେ ଜମା ମୁହଁ ଦେଖେଇବିନି ମୁଁ। ହଉ ନ ଦେଖା ହଉ, ଆସ ଖାଇବାକୁ ଆସେ, ମୁଁ ଯାଉଛି। ଜାଳ ଚୁରୁଚୁରୁ ହାତ ପୁଣି ମାଡ଼ ହେଇଗଲା। କୋଉଟା ଏଇଟା? କଳା ପଡ଼ିଗଲା, ସେମିତି କେମିତି ହଣୁଥିଲ ଯେ? ଜାଳ ନାହିଁ ବୋଲି ବହୁ ହଇରାଣ। ତ ଗୋଡ଼ ଖରାପ ବି ଯେ, ବହୁତ ମନ ଦୁଃଖ ଲାଗୁଛି। ଏବେ କ'ଣ ଗୋଡ଼ ଏମିତି ଖରାପ ହେଲାଣି, ଭଲ ବି ଲାଗୁନି। ଆଉ ହାତ ଏମିତି ହେଇଗଲା, ପୁଣି ମାଡ଼ ହେଇଗଲା ଜୋରେ। ଏଠିକି ବସି ପଡ଼ୁନ ନହେଲେ ଏପଟକୁ।
କେଉଁଟାକ ହାଇ ଯେଉଁ ସେ ବାଉଁଶ ଗୁଡ଼ାକ ନହେଲେ ଆଣିକି କରିଦେଲେ ନହେଲେ ଥାଉ ନହେଲେ ସେ ଆଉ ଟିକେ ଯାଉ ଆଉ ଟିକେ ଯାଉ ନହେଲେ କଟୁରୀ ଆଣିବି। ଏଇ କାଠ ଚିରୁଥିଲା ଯେଉଁ ସେଦିନ କାଠ ଏଇ କାଠ ଚିରିଲା ବେଳକୁ ଲୋକ ଭାବିଲେ ସେଦିନ ଆମେ ଗୁରୁବାର କାଠ ଚିରିଛେ ବୋଲେ। ତମ ଗୁରୁବାର ହେଇଥିଲା ନା ସୋମବାର ହେଇନଥିଲା। ସୋମବାରକୁ ଲୋକ କହିଲେ ଗୁରୁବାର ଭିଡ଼ିଓଟା ଛଡ଼ା ହେଲା ବୋଲି ମାନେ ସମସ୍ତେ ଭାବିଲେ ଯେ କାଠଟା ଗୁରୁବାର ଚିରା ହେଇଛି, କିନ୍ତୁ ଗୁରୁବାର କାଠ ଚିରା ହେଇନଥିଲା। ସେଇଟା ହେଉଛି ସୋମବାର ଥିଲା। ସୋମବାର ଆମର ଅରୁଆ ରନ୍ଧା ହେଉଥିଲା ହେଲା। ଅରୁଆ ତ ମୁଁ ତ ଖାଉଛି ନା ସବୁ ପାଳି, ସେଥିଲାଗି ଗୁରୁବାର ସେଦିନ ନଥିଲା, ସୋମବାର ଥିଲା। କ'ଣ କହୁଛ? କେତେ ଖଣ୍ଡ ମାଛ ଦେବ ନାଞ୍ଜ ଆଣିବ ସେଠି। ହଁ ମାଛ ଆଣିନ ଭାଜିଦେବି ଆଉ ଦିନରେ। କାଟି ଦେଇଛି ମାଛ ପୁଅ କାଟି ଦେଇଛି ଟିକେ। ଆଉ ଆଣିଦେଉନା ମାଛ ଧୋଇଦେବା। କେତେ ଖଣ୍ଡ ସେ କହିଲା ନା କେତେ ଖଣ୍ଡ ଆଣିବି? 4-5 ଖଣ୍ଡ କ'ଣ ହେବ? ମାଛ 400 ଖଣ୍ଡେ ଆଣିନ ହେରି। ସକାଳୁ ତ ଭଜା ହେଇଥିଲା, ପଖାଳରେ ଖାଇଥିଲେ। ହଁ ଲାଞ୍ଜ ତାକୁ ଭଲ, ସେ ଲାଞ୍ଜ ଖାଇବନି କ'ଣ କରିବ? ବଡ଼ର ଲାଞ୍ଜ ଭଲ। ହଁ ସକାଳୁ ତ ପଖାଳରେ ଖାଇଲ ଆଉ। ଏଇନା ସେ ଯେତିକି ହେଉଛି ଅଳ୍ପ କେହି ଆଣିନ ନହେଲେ। ଏଇନା ଡାଲି ହେବ, ସାଧା ଡାଲି ହେବ, କୋବି ହେବ। ମୁଁ ତ ଆଇଁଷ ଆଜି ଖାଇବିନି। କ'ଣ ହେଲା ହାତ ପୁଣି ମାଡ଼ି ହେଇଗଲା ଟି? ଆରେ ହେ ସେଠି କ'ଣ ଇଏ ହେଇଯାଇଛି କି? ଏ ଭଣ୍ଡା ଗଛଟା ଭାଙ୍ଗି ଯାଇଛି ନା କ'ଣ? ହଁ ଭାଙ୍ଗି ଯାଇଛି ବୋଧେ ବା। କିଏ ଜାଣି ଏ ପଣସ ଗଛ ହେଇଛି ମାନେ ଗୋଟେ ଜାଗାରେ ସେ କେତେଟା ଉଠିଥିଲା, ଆମେ ଆଉ ଖେଳେଇ ପାଇଲେନି। ସେ କେତେଟା ଉଠି ଯାଇଛି ପଣସ ଗଛ। କ'ଣ କହିଲ? ହଁ ବା ଏ ଭାଙ୍ଗି ଯାଇଛି। କେତେ ଭଣ୍ଡା ହେଇଥିଲା ତା ଦେହରେ। ଏ ଭଗବାନ, ବୋଉ କ'ଣ ଦେଖିନାହାନ୍ତି ନା କ'ଣ ଆସିକି? ବୋଉ କ'ଣ ଦେଖିନାହାନ୍ତି କି? ମାଙ୍କଡ଼ ଆସିଥିଲା କି କ'ଣ ହେଇଥିଲା କେଜାଣି, ମୁଁ ଜାଣିନି। କେତେ ସୁନ୍ଦର ହେଇଛି ସେ ଗଛ, କ'ଣ ଭାଙ୍ଗି ଯାଇଛି। ଏ ଝଡ଼ି ପଡ଼ିବ। ଥାଉ 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 ଥାଉ, ହାଣନି ହାଣନି ହାଣନି। କାହିଁ କହିଲ ଏତକ ମାନେ ଏନେ ରୋଷେଇ ହେବ ନା, ଏତକ ଆମେ ଗୋଟେ ଦିନ ଖାଇଦେବା କି? ସେ ତ ଥାଉ ସେମିତି ଥାଉ, ଗୋଟେ ଛିଣ୍ଡିକି ଯିବ ହେଲେ ତା ଦେହରେ ସଜ ରହିବ। ହଁ ବା ଏ ଭାଙ୍ଗିଯିବ ହାତ ଏମିତି ଗଳି ପଡ଼ିଛି ଆଉ ହେଲା। ହାଣନି ତାକୁ, ଥାଉ ସେମିତି ନା ଥାଉ। ଦେଖିଲା ବେଳକୁ ପବନ ହେଲା ଟିକେ ଝାଙ୍କିଲାନି କି କଷିକି, ଡେଙ୍ଗା ହେଇଯାଇଥିଲା ବହୁତ ଗଛଟା ସେଇଥିଲାଗି। ହଁ ବା ଇଏ ଗଛଟା ବି ଡେଙ୍ଗା ହେଇଗଲାଣି। ସେ ବହୁତ ଡେଙ୍ଗା ହେଇଯାଉଛି, ସେ ଭାଙ୍ଗି ଯାଉଛି ଗଛ ଗୁଡ଼ା। ପବନ ହେଲେ ସେମିତି ଭାଙ୍ଗିଯିବ। ସେ ଗଛଟା କିନ୍ତୁ କେତେ ଡେଙ୍ଗା ହେଇଛି, ସିଏ ଭାଙ୍ଗିନି। ଏଇଟା ଟିକେ ଉଞ୍ଚା ହେଇଗଲା ବୋଲି ଭାଙ୍ଗିଗଲା। ଆଉ ଏଠି ତ ନଡ଼ିଆ ଗଛ ହେଇଛି। ଏଇଟା ନଡ଼ିଆ ଗଛ ନା ଗୁଆ ଗଛ? କ'ଣ କହିଲା? ନଡ଼ିଆ ଗଛ ଟିକେ। ଭୃଷଙ୍ଗ ଗଛଟା କେମିତି ନ ଭାଙ୍ଗୁ ହେଲା। ଭୃଷଙ୍ଗ ପତ୍ର ଖାଇବାକୁ ମାନେ ଭଲ ଲାଗିବ। ପତ୍ର ଛଣାଛଣିରେ ସବୁଥିରେ ପକାଇବ ହେଲା। ପୁଣି ଲାଗିଗଲେ ଏଠି ଜାଳ ଚିରିବାରେ ପୁଣି ଆସିକିରି। ତମ ଗୋଡ଼ ଖରାପ, ସେମିତି ଜାଳ ଚିରାଚିରି ସେମିତି କରନି ହେଲା। ଗୋଡ଼ରେ ପ୍ରେସର ଦିଅନି ଟୋଟାଲି। ତା ଦେହରେ ଏଠି ସେ ଥାଉ, କାହାକୁ ଗୋଟେ କହିଲେ ସିଏ ନା ହାଣିଦେବେ। ଏଇଟା ଜାଳ କେତେ ହେଇଯିବ ନା ହାଣିଦେଲେ। ତମେ ହାଣନି ହାଣନି ସେମିତି, ସେ ଗୋଡ଼ରେ ପ୍ରେସର ପଡ଼ିବ। ଥାଉ ସିଏ ହାଣନି, ଥାଉ ସିଏ ସେମିତି। ଶୁଖି ଯାଇଛି ପୁରା ଗଛଟା, ଭାଙ୍ଗି ପଡ଼ିଥିଲା ବାତ୍ୟା ପବନ ହେଇଥିଲା ଯେଉଁ, ସେଇକି ଆଳୁ ଅଛି ସେମିତି। ସେ ବି ପୋପରା ହେଇଗଲାଣି ନା। ଦେଖନ୍ତୁ ଖାଲି ଜାଳ ଚିରିବାରେ ଲାଗିଛନ୍ତି, କାହିଁକିନା ଜାଳ ମାନେ ବହୁତ ଏଇନେ ଅଭାବ, ମାନେ ଜାଳ ନାହିଁ ବେଶୀ ଘରେ ହେଲା। ରୋଷେଇ କରିବାକୁ ହଇରାଣ ହେଉଛୁ, ଗ୍ୟାସ୍ ବି ସରିଯାଇଛି ଆମର। ସେଥିଲାଗି ସେ ଖାଲି ଜାଳ ମାନେ ଯେଉଁଠି ଅଛି ଯାହା ଅଛି ସବୁ ବାଉଁଶ ବାଉଁଶ ସବୁ ଚିରା ହେଇଯାଉଛି, ମାନେ ଜାଳ ନେବା ପାଇଁକା। ସେଦିନ ଆମେ ସୋମବାର ଭିଡ଼ିଓଟା କରି ଛାଡ଼ିଥିଲୁ। ଆପଣମାନେ ଭାବିଲେ ଯେ ଆମେ ଗୁରୁବାର ମାନେ ଜାଳ ଚିରିକି ଛାଡ଼ିଛୁ ବୋଲି। ନା ସେଇଟା ଗୁରୁବାର ନଥିଲା, ମାନେ ସେଇଟା ସୋମବାର ଥିଲା ଭିଡ଼ିଓଟା, ଗୁରୁବାର ସେଇଟା ଛଡ଼ା ହେଇଛି ଭିଡ଼ିଓଟା ହେଲା। ଆପଣମାନେ ସବୁ ବ୍ଲଗ୍ ବି ଦେଖିପାରୁଥିବେ। ଆମେ ସବୁଦିନ ବନେଇକି ସବୁଦିନ ଛାଡ଼ୁଛୁ କି? ଯାହା ବି ହେଲେ ଆଗ ଭିଡ଼ିଓ ଅଛି, ଆମେ ମିଶେଇକି ପୁଣି ଛାଡ଼ିବୁ ନା, ସେଥିଲାଗି। ଆଉ ଦେଖନ୍ତୁ ଜାଳ ଚିରିବାରେ ଲାଗିଛନ୍ତି। ମୁଁ ତାଙ୍କ ପଛ ପଛେ ଯାଉଛି, ଧାଉଁଛି। ହଉ ଜାଳ ଚିରା। ବୋଉ ସେପଟେ ମାଛ ଆଣିଲଣି। ହଁ ସେଟା ସବୁ ଚିରିଦିଅ, କ'ଣ କରିବା ଆଉ। ବୋଉ ସେପଟେ ମାଛ ଆଣିକି ଆସିଲଣି, ଏଠି ଧରିକି ଛିଡ଼ା ହେଇଛନ୍ତି। ଯିବି ଭାଜିବି। ଆଉ କ'ଣ ରୋଷେଇ ହେବ ଆଜି? ଆଉ ରୋଷେଇ ହେବ ଆଜି ସାଧା ଡାଲି କରିବି, କୋବି ତରକାରୀ କରିବି। ଆଉ ବୋଉ ଏଠି ହେଇଛି ଆସିକି ମାଛ ଧରିକି ଛିଡ଼ା ହେଇଛନ୍ତି। ମାଛ ଧରିକି ଏଇଠି ଛିଡ଼ା ହେଇଛନ୍ତି। ମାଛ ଆସିଲା ହାରି, ମାଛ ତ ଭଜା ଯିବ ଆଉ
ଯଦି କରେଇ ବସେଇଛି ଆଉ ଦେଖନ୍ତୁ ଭଣ୍ଡା ହେଲା ବୋଉ ନେବାକୁ ଆସିଲେ ହେରି ତମେ କ'ଣ ଜାଣିନଥିଲ ଗଛ ଭାଙ୍ଗି ଯାଇଥିଲୁ ବୋଲି ଆଉ ଏଇଲେ ଭାଙ୍ଗିଛି ଓଳେଇରେ ଭାଙ୍ଗି ନଥିଲା ସେ ଗୋଟେ ଝଙ୍କାଳିଆ ପବନ ଯେଉଁ ଦେଲା ସେଇ ପବନରେ ବୋଧେ ଭାଙ୍ଗିଗଲା ବୋଧେ କ'ଣ କେଜାଣି ପବନଟା ଦେଲା ଯେ ସେତିକି ଭାଙ୍ଗିଗଲା କି କ'ଣ ହେଲା ବୋଧେ ଆଉ ସେତ କ'ଣ କହୁଛୁ ସେପଟେ ଛିଣ୍ଡା ହେଉନି ସେ ତାକୁ ସେମିତି ଓଳି ଥାଉ ସେମିତିଆ ତାକୁ ଛିଣ୍ଡା ହେଉନି ଆଉ ଗୋଟେ ପଛପଟେ ବା ମିଠା ଲାଗିବନି ଇଏ ହଁ ଭାଜି ଦେଲେ ଖାଇବ ନହେଲେ ସେତକ ଭଣ୍ଡାଟା ଅଧିକ ଭାରି ହେଇଯିବାରୁ ଭାଙ୍ଗିଗଲା ଯେଉଁ ଝଙ୍କାଳିଆ ପବନଟା ଦେଲା ଆଉ ଏବେ ତ ମାଛ ଯେଉଁ ବୋଉ ଆମର ଧୋଇକି ଆଣିଥିଲେ ମୁଁ ତାକୁ ଏଠି ଭାଜିଦେଲି ଆଉ ଭଜା ବସେଇ ଦେଇଛି ମାଛ ତାପରେ ଦେଖିବା ଦ୍ୱିପହରେ କ'ଣ ତରକାରୀ ହେବ ପୁଣି ଆଉ କୁଆଡ଼େ ଯାଇଥିଲୁ ପଥର ମତେ ସେ ଗଲା ପଥର ଆଉ ଏଠି ମମି ଏବେ କ'ଣ କରୁଛୁ ତୁ କୋବି କଟାଉଛୁ ନା ଦ୍ୱିପହର ପାଇଁ ଆଜି କୋବି ତରକାରୀ ହେଉଛି ଆଉ ହଁ ଆସିଲେ ପାଇବନି ଆସିଲେ ପାଇବନି ମୁଁ ଅଧିକ କରିବେନି ଆଣିକି ଏତିକି ଅଛି ଗୋଟିଏ କଟାଉଛି ବା ପାଇବ ଗୋଟିଏ ତ ଛୋଟଟେ କୋବି ଏମିତି ଆସୁଛି ଆଉ ଏପଟେ ମା ଚାଳ ସେପଟୁ ନେଇକି ଗଲାଣି ଯାହା ଶୁଖିଆ ହେବ କି କ'ଣ ବୋଧେ ଆଉ ସେଥିରେ କ'ଣ ବଇଛି ଚୁଲିରେ ଡାଲି ଆଚ୍ଛା ସାଧା ଡାଲି